ପିଲାମାନେ ତୁମମାନଙ୍କୁ ପିଏମ୍ ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ଆଜିର କ୍ଲାସ୍ରେ ଆମେ ନବମ ଶ୍ରେଣୀ ପିଲାମାନଙ୍କର ପ୍ରଥମ ବିଷୟ ଯେଉଁ ରହୁଛି ବନ୍ଦେ ଉତ୍କଳ ଜନନୀ ତାର କିଛି ସିଲେକ୍ଟିଭ୍ ଏମ୍ସିକ୍ୟୁ କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ତେଣୁକରି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବ। ଆଉ ଯେଉଁମାନେ ଚ୍ୟାନେଲରେ ନୂଆ କରି ଅଛ ଯଦି ବର୍ତ୍ତମାନ ସୁଦ୍ଧା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାଅ, କାହିଁକିନା ବହୁତ ସାରା ରିଭିଜନ୍ ବେସିସ୍ର କ୍ଲାସ୍ ତୁମମାନଙ୍କ ପାଇଁ ଯୋଗାଇ ଦେବି ଏ ବର୍ଷ। ତା ସହିତ ମଧ୍ୟ ଲାଇଭ୍ କ୍ଲାସ୍ରେ କେତେ ଗୁଡ଼ିଏ ଡାଉଟ୍ କ୍ଲିୟର କ୍ଲାସ୍ କରିବା, ଯେଉଁଥିରେ କି ତୁମମାନଙ୍କର ଡାଉଟ୍ ଯାହା ଥିବ ମ୍ୟାଥ୍ ଆଉ ସାଇନ୍ସରେ ତାକୁ ଆମେ କ୍ଲିୟର କରିବା। ଠିକ୍ ଅଛି ପିଲାମାନେ, ଆସ ସମୟ ନଷ୍ଟ କରିବାନି, 1 ନମ୍ବର ପ୍ରଶ୍ନକୁ ଯିବା। ଦେଖ ପିଲେ, 1 ନମ୍ବର ପ୍ରଶ୍ନ କ'ଣ ରହିଛି? ଉତ୍କଳ ପ୍ରଦେଶ କେଉଁଥିରେ ପୂର୍ଣ୍ଣ ବୋଲି କୁହାଯାଇଛି? ପିଲେ ଦେଖ, ଉତ୍କଳ ପ୍ରଦେଶ କେଉଁଥିରେ ପୂର୍ଣ୍ଣ ବୋଲି କୁହାଯାଇଛି? ନା ଉତ୍କଳ ପ୍ରଦେଶ ନଦ ନଦୀରେ ପୂର୍ଣ୍ଣ ବୋଲି କୁହାଯାଇଛି। ତେଣୁକରି 1 ନମ୍ବରର ଅପସନ୍ ସି ହେଉଛି ସଠିକ୍ ଉତ୍ତର। ବୁଝିପାରିଲ ପିଲେ, 1 ନମ୍ବର ଅପସନ୍ ସି ହେଉଛି ସଠିକ୍ ଉତ୍ତର। ସରିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 2 ନମ୍ବର ପ୍ରଶ୍ନ। 2 ନମ୍ବର ପ୍ରଶ୍ନକୁ ଯିବା। କ'ଣ ହେଇଛି? ଉତ୍କଳ ମାତାଙ୍କ ଶରୀର କାହା ରକ୍ତରେ ରଞ୍ଜିତ? ଉତ୍କଳ ମାତାଙ୍କ ଶରୀର କାହା ରକ୍ତରେ ରଞ୍ଜିତ? ଦେଖ, 2 ନମ୍ବର ଅପସନ୍ ଏ ହେଉଛି ସଠିକ୍ ଉତ୍ତର, ଶତ୍ରୁମାନଙ୍କ ରକ୍ତରେ ରଞ୍ଜିତ। ପିଲା ଅନୁରଞ୍ଜିତ ଅଛି, ମୁଁ ରଞ୍ଜିତ ଦୁଇଥର ପଢ଼ି ସାରିଲିଣି। ସରିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 3 ନମ୍ବର ପ୍ରଶ୍ନ। ଉତ୍କଳ ଭୂମିର ସୁରବର ବୋଲି କାହାକୁ ଆଖ୍ୟା ଦିଆଯାଇଛି? ଉତ୍କଳ ଭୂମିର ସୁରବର ବୋଲି କାହାକୁ ଆଖ୍ୟା ଦିଆଯାଇଛି? 3 ନମ୍ବର ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି, ଶ୍ରେଷ୍ଠ ଯୋଦ୍ଧାମାନଙ୍କୁ ଆଖ୍ୟା ଦିଆଯାଇଛି। ସୁରବର ବୋଲି କାହାକୁ ଆଖ୍ୟା ଦିଆଯାଇଛି? ନା ଶ୍ରେଷ୍ଠ ଯୋଦ୍ଧାମାନଙ୍କୁ କ'ଣ ସୁରବର ବୋଲି ଆଖ୍ୟା ଦିଆଯାଇଛି। ସରିଲା ପିଲା 3 ନମ୍ବର ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 4 ନମ୍ବର ପ୍ରଶ୍ନ ଦେଖ, କେଉଁମାନେ ସାରା ବିଶ୍ୱରେ ସ୍ନେହଭାଜନ ହୋଇଛନ୍ତି? ଦେଖ ପିଲେ, କେଉଁମାନେ ସାରା ବିଶ୍ୱରେ ସ୍ନେହଭାଜନ ହୋଇଛନ୍ତି? 4 ନମ୍ବର ପ୍ରଶ୍ନ ସଠିକ୍ ଉତ୍ତର ହେଉଛି ବିଦ୍ୱାନ। ପିଲେ ବିଦ୍ୱାନ ମାନେ ସାରା ବିଶ୍ୱରେ ସ୍ନେହଭାଜନ ହୋଇଛନ୍ତି। ତେଣୁକରି 4 ନମ୍ବର ଅପସନ୍ ବି ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 5 ନମ୍ବର ପ୍ରଶ୍ନକୁ ଯିବା। କୃତବର ଶବ୍ଦର ଅର୍ଥ କ'ଣ? ପିଲେ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କ୍ୱେଶ୍ଚିନ୍ଟା ପ୍ରାୟ ଟାଇମ୍ ଏକ୍ଜାମ୍ରେ ଆସେ, ତୁମର ଯେଉଁ ଇଣ୍ଟରନାଲ୍ ଆସାଇନମେଣ୍ଟ ଏକ୍ଜାମ୍ ଆଉ ହାପିଲ୍ ଏକ୍ଜାମ୍ରେ ମଧ୍ୟ ଏ କ୍ୱେଶ୍ଚିନ୍ ଆସେ। ଦେଖ ପିଲେ, ସୁର କ'ଣ ପିଲେ? କୃତବର ଶବ୍ଦର ଅର୍ଥ କ'ଣ? ପିଲେ କୃତବର ଶବ୍ଦର ଅର୍ଥ ହେଉଛି କ'ଣ? ନା ଜ୍ଞାନୀ ଗୁଣୀ ବ୍ୟକ୍ତି। କ'ଣ ପିଲେ? ଜ୍ଞାନୀ ଗୁଣୀ ବ୍ୟକ୍ତି। ସରିଲା ପିଲେ 5 ନମ୍ବର ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 6 ନମ୍ବର ପ୍ରଶ୍ନ। ପିଲାମାନେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। 6 ନମ୍ବର ପ୍ରଶ୍ନ କ'ଣ ରହିଛି? ନା କାହାର ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ? ପିଲେ ଦେଖ, କାହାର ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ? ପିଲେ 6 ନମ୍ବର ପ୍ରଶ୍ନ ସଠିକ୍ ଉତ୍ତର ହେଉଛି ଉତ୍କଳ ଜନନୀ। କ'ଣ? ଉତ୍କଳ ଜନନୀର ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 7 ନମ୍ବର ପ୍ରଶ୍ନ ପିଲେ ଦେଖ, ଯୁଗେ ଯୁଗେ କେଉଁମାନେ ଉତ୍କଳ ମାତାଙ୍କର ବନ୍ଦନା କରି ଆସିଛନ୍ତି? ପିଲେ ଦେଖ, 7 ନମ୍ବର ଅପସନ୍ ସି ହେଉଛି ସଠିକ୍ ଉତ୍ତର, ମହାନ କବିମାନେ। ମହାନ କବିମାନେ ଉତ୍କଳ ମାତାଙ୍କର ବନ୍ଦନା କରି ଆସିଛନ୍ତି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 8 ନମ୍ବର ପ୍ରଶ୍ନ, ବନ୍ଦେ ଉତ୍କଳ ଜନନୀ କେଉଁ ପ୍ରକାର କବିତା? ପିଲେ ଦେଖ, ବନ୍ଦେ ଉତ୍କଳ ଜନନୀ କେଉଁ ପ୍ରକାର କବିତା? କେଉଁ ପ୍ରକାର? ଜାତୀୟତାବାଦୀ ଠିକ୍ ଅଛି, ମାତୃଭୂମି ପ୍ରସଙ୍ଗ ଠିକ୍ ଅଛି, ଦେଶାତ୍ମକ ବୋଧକ ଠିକ୍ ଅଛି। 3ଟା ପିଲେ ସବୁଗୁଡ଼ିକ ହେବ ସଠିକ୍ ଉତ୍ତର। 8 ନମ୍ବରର ଅପସନ୍ ଡି ହେଉଛି ସଠିକ୍ ଉତ୍ତର। ସରିଲା ପିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 9 ନମ୍ବର ପ୍ରଶ୍ନ। ଦେଖ ପିଲେ କ'ଣ ରହିଛି? ଏହି ଗୀତିକା କେଉଁ ପ୍ରକାର ଭାବନାର ମନୋଜ୍ଞ କୃତି? ପିଲେ ଦେଖ, 9 ନମ୍ବର ପ୍ରଶ୍ନର ସଠିକ୍ ଉତ୍ତର କ'ଣ ହେବ ପିଲେ? ନା ଦେଶାତ୍ମବୋଧ। କ'ଣ? ଦେଶାତ୍ମବୋଧ ଭାବନାର ମନୋଜ୍ଞ କୃତି। 9 ନମ୍ବର ଅପସନ୍ ଡି ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 10 ନମ୍ବର ପ୍ରଶ୍ନ। ବନ୍ଦେ ଉତ୍କଳ ଜନନୀକୁ ଛାଡ଼ି କାନ୍ତ କବିଙ୍କ ଅନ୍ୟ କେଉଁ କବିତା ଖୁବ୍ ଲୋକପ୍ରିୟ? ପିଲେ ବନ୍ଦେ ଉତ୍କଳ ଜନନୀର ଯେଉଁ କବିତା ଅଛି ତାକୁ ଛାଡ଼ିଦେଲା ପରେ କାନ୍ତ କବିଙ୍କର ଆଉ କେଉଁଟା ଅଧିକା ଲୋକପ୍ରିୟ? କେଉଁ କବିତାଟା? କେଉଁଟା ପିଲେ? ସବୁଥିରୁ ବଞ୍ଚିତ କରି, ଯେଉଁଟା ଅପସନ୍ ଏ ରହିଛି ସବୁଥିରୁ ବଞ୍ଚିତ କରି, ସେଇଟା ହିଁ ଅଧିକ ଲୋକପ୍ରିୟ ବନ୍ଦେ ଉତ୍କଳ ଜନନୀକୁ ଛାଡ଼ିଲା ପରେ। ତାପରେ ଯିବା ପିଲେ 11 ନମ୍ବର ପ୍ରଶ୍ନ। ଦେଖ ପିଲେ କ'ଣ ରହିଛି? ଜାତୀୟତା ଭାବ, ଦେଶପ୍ରୀତି ଓ ଜାତୀୟ ବୀର ବନ୍ଦନାମୂଳକ କବିତା ଗୁଡ଼ିକ କାନ୍ତ କବିଙ୍କ କେଉଁ କବିତା ସଂକଳନରେ ସ୍ଥାନିତ? ପିଲେ 11 ନମ୍ବର ପ୍ରଶ୍ନକୁ ଦେଖ, 11 ନମ୍ବର ପ୍ରଶ୍ନ ସଠିକ୍ ଉତ୍ତର ହେଉଛି ଜାତୀୟ ସଙ୍ଗୀତ। କ'ଣ ପିଲେ? ଜାତୀୟ ସଙ୍ଗୀତ। 11 ନମ୍ବର ଅପସନ୍ ଏ ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପିଲାମାନେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। 12 ନମ୍ବର। ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଆଲୋକିତ? ପିଲେ ଦେଖ, ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଆଲୋକିତ? 12 ନମ୍ବର ପ୍ରଶ୍ନ ସଠିକ୍ ଉତ୍ତର ହେଉଛି ଜ୍ଞାନ ବିଜ୍ଞାନ। କ'ଣ? ଜ୍ଞାନ ବିଜ୍ଞାନ ଚକ୍ଷୁରେ ଉତ୍କଳ ଜନନୀଙ୍କ ଜ୍ଞାନ ବିଜ୍ଞାନ ଆଲୋକରେ ଉତ୍କଳ ଜନନୀଙ୍କ ଚକ୍ଷୁ ଆଲୋକିତ। ସରିଲା ପିଲେ। ପରବର୍ତ୍ତୀ ପ୍ରଶ୍ନ ଯିବା। 13 ନମ୍ବର। ଏହି ଗୀତିକାରେ କେଉଁ ଶବ୍ଦଟି ଅଧିକ ଥର ବ୍ୟବହୃତ ହୋଇଛି?
କେଉଁ ଶବ୍ଦଟା ଅଧିକ ଥର ବ୍ୟବହୃତ ହେଇଛି ପିଲା? ଦେଖ କୋଉଟା ପିଲେ? ଚାରୁ। କୋଉଟା ପିଲେ? ଚାରୁ ଭାଷ୍ୟମୟୀ, ଚାରୁ ଭାଷ୍ୟମୟୀ। ବୁଝି ହେଉଛି? ତେଣୁକରି ଚାରୁ ଶବ୍ଦଟା ଅଧିକ ଥର ବ୍ୟବହୃତ ହୋଇଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 14 ନମ୍ବର। ଭିନ୍ନ ଧର୍ମୀ ଶବ୍ଦଟିକୁ ବାଛ ପିଲେ। ଭିନ୍ନ ଧର୍ମୀ ଶବ୍ଦଟିକୁ ବାଛ। କୋଉଟା ପିଲେ? ଶିକର ହେଉଛି ଭିନ୍ନ ଧର୍ମ। ବାୟୁ, ମରୁତ, ଅନିଳ ଏସବୁତିକ କ'ଣ? ବାୟୁର ହିଁ କ'ଣ? ପ୍ରତିଶବ୍ଦ। ଶିକରଟା ଅଲଗା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 15 ନମ୍ବର ପ୍ରଶ୍ନକୁ। ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କବି ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ? ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କବି ଭାବରେ? ନା କାନ୍ତ କବି ଅଛି ପିଲେ, କାନ୍ତ କବି। 15 ନମ୍ବର ଅପସନ୍ ଡି ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 16 ନମ୍ବର ପ୍ରଶ୍ନ। ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟର କେଉଁ ଯୁଗର ଚିନ୍ତା ଚେତନା ଦ୍ୱାରା ପ୍ରଭାବିତ? ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟର କେଉଁ ଯୁଗର ଚିନ୍ତା ଚେତନା ଦ୍ୱାରା ପ୍ରଭାବିତ? 16 ନମ୍ବରର ଅପସନ୍ ସି ହେଉଛି ସଠିକ୍ ଉତ୍ତର। କ'ଣ ପିଲେ? 16 ନମ୍ବରର ଅପସନ୍ ସି ହେଉଛି ସଠିକ୍ ଉତ୍ତର, ଯେଉଁଟାକି ସତ୍ୟବାଦୀ ଯୁଗର। କ'ଣ ପିଲେ? ସତ୍ୟବାଦୀ ଯୁଗର ଚିନ୍ତା ଚେତନା ଦ୍ୱାରା ପ୍ରଭାବିତ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 17 ନମ୍ବର। କାନ୍ତ କବି କେଉଁ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ? 17 ନମ୍ବର ଯିବା ପିଲା। ଦେଖ 17 ନମ୍ବର ଅପସନ୍ ବି ହେଉଛି ସଠିକ୍ ଉତ୍ତର, ଡଗର ପତ୍ରିକାର। କାନ୍ତ କବି ଡଗର ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ। 18 ନମ୍ବର ଯିବା। ବନ୍ଦେ ଉତ୍କଳ ଜନନୀ କେତେ ମସିହାରେ ରଚିତ ହୋଇଥିଲା? ପିଲେ ବନ୍ଦେ ଉତ୍କଳ ଜନନୀ କେତେ ମସିହାରେ ରଚିତ ହୋଇଥିଲା? ଯିବା 18 ନମ୍ବର ପ୍ରଶ୍ନକୁ ଯିବା। 18 ନମ୍ବର କହିବେ 1912 ପିଲେ, 1912 ମସିହା ଯେଉଁଟା ରହିଛି। 18 ନମ୍ବର ଅପସନ୍ ସି ହେଉଛି ସଠିକ୍ ଉତ୍ତର, ଯେଉଁଟାକି 1912 ମସିହା ରଚିତ ହୋଇଥିଲା ବନ୍ଦେ ଉତ୍କଳ ଜନନୀ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ବନ୍ଦେ ଉତ୍କଳ ଜନନୀ ରଚନା ପାଇଁ କବି କେଉଁ ଆନ୍ଦୋଳନରୁ ପ୍ରେରଣା ଲାଭ କରିଥିଲେ? ପିଲେ କେଉଁ ଆନ୍ଦୋଳନରୁ? ଦେଖ ପିଲେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନ ଯେଉଁ ହେଇଥିଲା ସେହି ଆନ୍ଦୋଳନରୁ କ'ଣ ହେଇଥିଲେ? କବି ପ୍ରେରଣା ଲାଭ କରିଥିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା ପିଲେ। 20 ନମ୍ବର ପ୍ରଶ୍ନ ଦେଖ। ବନ୍ଦେ ଉତ୍କଳ ଜନନୀ କେଉଁ ସଙ୍ଗୀତ ରୂପେ ଓଡ଼ିଶା ରାଜ୍ୟ ସରକାରଙ୍କ ମର୍ଯ୍ୟାଦା ଲାଭ କରିଛି? ଦେଖ କେଉଁଟା? ନା ରାଜ୍ୟ ସଙ୍ଗୀତ, ଯେଉଁଟାକି କୋଭିଡ଼ ପରେ ପରେ ହେଇଥିଲା। ବୁଝିପାରୁଛ? ରାଜ୍ୟ ସଙ୍ଗୀତ ରୂପେ ଓଡ଼ିଶା ସରକାରଙ୍କର ମର୍ଯ୍ୟାଦା ଲାଭ କରିଛି ବନ୍ଦେ ଉତ୍କଳ ଜନନୀଟା ଆମର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 21 ନମ୍ବର ପ୍ରଶ୍ନ। ଜାତି ପ୍ରେମ ବହ୍ନି ପ୍ରଜ୍ୱଳିତ କରି ସ୍ୱାର୍ଥମେଧ ଯଜ୍ଞରେ ବ୍ୟକ୍ତିଗତ ସ୍ୱାର୍ଥକୁ ଆହୁତି ଦେଇ ଜାତିର କଲ୍ୟାଣ ପାଇଁ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସମସ୍ତେ ଆଗେଇ ଆସିବାକୁ କିଏ ଆହ୍ୱାନ ଦେଇଥିଲେ? ଦେଖ 21 ନମ୍ବର ଅପସନ୍ ବି ହେଉଛି ସଠିକ୍ ଉତ୍ତର, ମଧୁସୂଦନ ଦାସ। ସରିଲା ବେଲେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। 22 ନମ୍ବର ପ୍ରଶ୍ନକୁ ଯିବା। ସତ୍ୟବାଦୀ ଯୁଗର ମୁଖ୍ୟ ଆଦର୍ଶ କ'ଣ ଥିଲା? ସତ୍ୟବାଦୀ ଯୁଗର ମୁଖ୍ୟ ଆଦର୍ଶ କ'ଣ ଥିଲା? 22 ନମ୍ବର ଅପସନ୍ ଡି ହେଉଛି ସଠିକ୍ ଉତ୍ତର ପିଲେ, ସବୁତିକ। ଜାତୀୟ ଚରିତ୍ର ଗଠନ ପାଇଁ ପ୍ରେରଣା ପ୍ରଦାନ, ଉତ୍କଳ ଜାତୀୟ ଚେତନାର ଜାଗରଣ, ମାନବ ସେବା, ବୁଝିହେଉଛି ସବୁତିକ। ତେଣୁକରି ସବୁଗୁଡ଼ିକ ହେବ ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 23 ନମ୍ବର। ବନ୍ଦେ ଉତ୍କଳ ଜନନୀ ଗୀତିକାରେ କବି ଉତ୍କଳକୁ କେଉଁପରି ଭାବରେ ବର୍ଣ୍ଣନା କରିଛନ୍ତି? ଦେଖ ପିଲେ, କେଉଁପରି ଭାବରେ ବର୍ଣ୍ଣନା କରିଛନ୍ତି? ଜନନୀ ଭାବରେ। କ'ଣ ପିଲେ? ବନ୍ଦେ ଉତ୍କଳ ଜନନୀ ଗୀତିକାରେ କବି ଉତ୍କଳକୁ ଜନନୀ ଭାବରେ ବର୍ଣ୍ଣନା କରିଛନ୍ତି। 23 ନମ୍ବର ଅପସନ୍ ବି ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 24 ନମ୍ବର। ନିମ୍ନୋକ୍ତ କେଉଁଟି ଓଡ଼ିଶାର ପୁରାତନ ନାମ? ପିଲେ ଦେଖ, ଓଡ଼ିଶାର ପୁରାତନ ନାମ କିଏ? କଳିଙ୍ଗ, ଉତ୍କଳ, ଉଡ୍ର ଏ ସବୁତିକ ହେଉଛି ଓଡ଼ିଶାର ପୁରାତନ ନାମ। ଏ ସବୁଗୁଡ଼ିକ ହେଉଛି ସଠିକ୍ ଉତ୍ତର। ସରିଲା ପିଲାମାନେ। 25 ନମ୍ବର ଯିବା। ଜାତୀୟ ସ୍ତରରେ କେଉଁ ସଙ୍ଗୀତ ସହ ବନ୍ଦେ ଉତ୍କଳ ଜନନୀ ତୁଳନୀୟ? ଅପସନ୍କୁ ଯିବା ପିଲା, ଦେଖିବା। ବନ୍ଦେ ଉତ୍କଳ ଜନନୀଟା କେଉଁ କବିତା ସହିତ, କେଉଁ ଗୀତ ସହିତ ତୁଳନୀୟ ହେବ ପିଲେ? ନା ବନ୍ଦେ ମାତରମ୍ ସହିତ, ବନ୍ଦେ ମାତରମ୍ ସହିତ। ସରିଲା ପିଲାମାନେ। ପରବର୍ତ୍ତୀ ପ୍ରଶ୍ନ 26 ନମ୍ବର ଯିବା। କାନ୍ତ କବିଙ୍କ ରଚିତ ସ୍ମରଣୀୟ ଉପନ୍ୟାସର ନାମ କ'ଣ? ସ୍ମରଣୀୟ ଉପନ୍ୟାସର ନାମ କ'ଣ ପିଲେ? କଣା ମାମୁଁ। କାନ୍ତ କବିଙ୍କ ରଚିତ ସ୍ମରଣୀୟ ଉପନ୍ୟାସର ନାମ ହେଉଛି କଣା ମାମୁଁ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। 27 ନମ୍ବର ପ୍ରଶ୍ନ ପିଲେ ଦେଖ। ଚାରୁ ହାସ୍ୟମୟୀ ଓ ଚାରୁ ଭାଷ୍ୟମୟୀ କାହାକୁ କୁହାଯାଇଛି? ବୋଲେ ଚାରୁ ଭାଷ୍ୟମୟୀ କାହାକୁ କୁହାଯାଇଛି? ନା ଉତ୍କଳ ଜନନୀକୁ କୁହାଯାଇଛି। ତେଣୁକରି 27 ନମ୍ବର ଅପସନ୍ ବି ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ପିଲେ ଯିବା। 28 ନମ୍ବର ପ୍ରଶ୍ନ ପିଲେ ଦେଖ କ'ଣ ରହିଛି। କବି କେଉଁ ଭାବରେ ଉତ୍କଳ ଜନନୀକୁ ସମ୍ମାନ ପ୍ରକଟ କରିଛନ୍ତି?
कवि केउं भाव उत्कल जननी सम्मान प्रकट करछन्ती ना वंदना करी कौन करी पिले वंदना करी। परवर्ती प्रश्न 29 नंबर जीवा कवितार पयोधी क्या कहुई कवितार पयोधी क्या कहुई पयोधी अर्थ कौन बोले समुद्र। 29 नंबर ऑप्शन ए है सठिक उत्तर। परवर्ती प्रश्न बोले 30 नंबर उत्कल जननी शरीर को किए धौत कर धौत कर समुद्र कौन बोले समुद्र। 30 नंबर ऑप्शन बी हूँ सठिक उत्तर। परवर्ती प्रश्न को निम्नोक्त केउंटी समुद्र प्रतिशब्द नुह पिले देख समुद्र प्रतिशब्द किए किए सिंधु तटिनी सागर ए तीन टाक प्रतिशब्द ए बारिदी बारिदी हूँ जलर प्रतिशब्द। 31 नंबर ऑप्शन ए है सठिक उत्तर बुझीगला। परवर्ती प्रश्न को समुद्र तटरे क्यों वृक्ष मैंने शोभा पाँच वर्णित समुद्र तटरे क्यों वृक्ष देख बोले 32 नंबर को जीवा कौन बोले ताल तमाଳ कौन बोले ताल तमाଳ वृक्ष मान शोभा पाँच। 33 नंबर समुद्रर जलधारा को कवि क्यों परी वर्णना करछन्ती समुद्र जलधारा को क्यों परी वर्णना करछन्ती ना पूत कौन बोले पूत पूत पयोधी जो कहुई। परवर्ती प्रश्न कवितार तटिनी क्या कहुई देख बोले तटिनी क्या कहुई ना नदी की तटिनी बोली कहुई। निम्नोक्त केउंटी तटिनीर प्रतिशब्द नुहे पे देख तटिनीर प्रतिशब्द केउंटा नुह देख बोले सरित ठीक अच्छे निमग्न ठीक अच्छे नदी ठीक अच्छे जो निर्झर रही है कौन तटिनीर प्रतिशब्द नुहे। 35 नंबर ऑप्शन डी हूँ सठिक उत्तर। परवर्ती प्रश्न बोले जा 36 नंबर प्रश्न देख तटिनी को शुभ्र कहुवर कारण कौन तटिनी को शुभ्र कहुवर कारण कौन बोले कौन कारण ना पवित्र जल धारण कर शुभ्र नाई बोले पवित्र बोलते पूत यहाँ बोले स्वच्छ जल धारण कर तटिनी कौन एटा शुभ्र दे शुभ्र मान सफा सफा मान कौन स्वच्छ जल धारण कर तटिनी कौन कहुई शुभ्र बोली कहुई सरला। परवर्ती प्रश्न बोले 37 नंबर जीवा देख बोले 37 नंबर प्रश्न कौन रही उत्कल माता नदी तटर क्यों प्रकार पवन उल्लसिता देख बोले 37 नंबर कौन हम ना शीतल शीतल पवन में उल्लसिता। 38 को जीवा उत्कल भूमिर परिवेश कहार कलरवरे मुखरित कहार कलरवरे मुखरित ना पक्षी मानक कलरवरे मुखरित। परवर्ती प्रश्न को 39 नंबर पर्वतमाला गुड़िक उत्कल जननी देहरे किभली शोभा पाउची किभली शोभा पाउची ना तरंग भली शोभा पाउची। 39 नंबर ऑप्शन ए हूँ सठिक उत्तर। पे आज रिविजन क्लास रे शेष प्रश्न 40 नंबर उत्कल जननी अंग क्यों परिपूर्ण बोले देख उत्कल जननी अंग क्यों परिपूर्ण क्यों घंच अरण्य परिपूर्ण। चला पे जो मैंने जानिले नुआ करी अच्छे जब वर्तमान सुधा चैनल को सब्सक्राइब करना चैनल को सब्सक्राइब कर सहित अन्य सांगसाथी मानक विषय जनइब ठीक अच्छे पे रोचे आउ के वीडियो भेट हवा।